ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦ ଗୀତେ। ବୈଦେଶ ବିଳାସରେ କହୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତା ମାନେ ଯେତେବେଳେ ରସର ପୂର୍ଣ୍ଣ ବିକାଶ ହେଇଯାଏ ତାପରେ କୌଣସି ନିରସ କଥାକୁ ବର୍ଣ୍ଣନା ନ କରିବା, କାବ୍ୟର ନିରସତାକୁ ତ୍ୟାଗ କରିବା ନିମିତ୍ତ କବିଙ୍କର ଏ ପ୍ରକାରର କୌଶଳକୁ ଆମେ କ'ଣ କହିବା ନା ସମାପନ ବକ୍ରତା କହିବା, ଯାହା ଆମେ ଦେଖିବାକୁ ପାଉଛେ ବୈଦେଶ ବିଳାସରେ। ସାତକାଣ୍ଡ ରାମାୟଣର ଅବଲମ୍ବନରେ ବୈଦେଶ ବିଳାସ ରଚିତ ହେଇଥିଲେ ମଧ୍ୟ ରାବଣ ନିଧନ ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ରାଜ୍ୟାଭିଷେକରେ ଉପେନ୍ଦ୍ର ଭଞ୍ଜ କାବ୍ୟର ପରିସମାପ୍ତି କରିଛନ୍ତି। କାରଣ ତାପରେ ନାୟକ ଶ୍ରୀରାମଙ୍କ ଜୀବନରେ ଯେଉଁ ଘଟଣା ଘଟିଛି ରସ ଦୃଷ୍ଟିରୁ ଉପେନ୍ଦ୍ର ଭଞ୍ଜ ଯେଉଁ ରସ ପାଇଁ ତାକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାର ବୈଚିତ୍ର୍ୟ ନାହିଁ ବୋଲି ସେ ନିଜେ ଲେଖୁଛନ୍ତି। ତେବେ ଏ କଥା ମୁଁ ଆପଣଙ୍କୁ କାହିଁ କହୁଛି, କାରଣ ଆପଣଙ୍କ ସିଲାବସରେ ରହିଛି ବକ୍ରୋକ୍ତି, ଆଉ ସମାପନ ବକ୍ରତା ହେଉଛି ଗୋଟେ ପ୍ରକାରର ବକ୍ରୋକ୍ତି। ତେବେ ବକ୍ରୋକ୍ତି କେତେ ପ୍ରକାର କ'ଣ ଆପଣମାନଙ୍କ ପାଇଁ ଏଇଠି ମୁଁ ପ୍ରସ୍ତୁତ କରୁଛି।